ଆଜ୍ଞା ନମସ୍କାର। ଜୟ ଜଗନ୍ନାଥ। ମୁଁ ଆଶା କରୁଛି ଆପଣମାନେ ଭଲରେ ଥିବେ। ଆଜ୍ଞା ବର୍ତ୍ତମାନ ମୁଁ ସାଉଦି ଆରବ ରହୁଛି। ଏମିତି ବୁଲୁ ବୁଲୁ ମାର୍କେଟରେ ସନ୍ଧ୍ୟାବେଳେ ବୁଲୁଛି, ଦେଖୁଛି ବହୁତ ପ୍ରକାର ଲୋକ ଏଠି କାମ କରୁଛନ୍ତି, ବହୁତ ଆସୁଛନ୍ତି। ଏମିତି ଜଣଙ୍କ ରୁମ୍ରେ ଥିଲି କିଛି ଦିନ ପାଇଁ ଆଜ୍ ଏ ଗେଷ୍ଟ। ସେ ମୋତେ କହିଲେ, ସେ ମଉସା କି ସେ 32 ବର୍ଷ ଏଠି ଚାକିରି କଲେଣି, କିଛି ପଇସା ସଞ୍ଚିଛନ୍ତି। ଭଲ ଲାଗିଲା ଶୁଣିକି। କିନ୍ତୁ ତାପରେ ଗୋଟେ କଥା କହିଲେ, ଜୀବନର ଲାଭ କ'ଣ ଯେଉଁଠି ପରିବାରକୁ ସମୟ ଦେଇପାରିଲିନି। ମୋ ଜୀବନ 60 ବର୍ଷ ବିତିଗଲା। ସେଇ କଥା ଶୁଣିଲା ପରେ ମୋତେ ଆଜି ଗୋଟେ କଥା ମନରେ ଆସିଲା, ଭାବିଲି ଆପଣଙ୍କୁ ସେୟାର କରିବି। ଆଜ୍ଞା ସମୟ ଆଉ ପଇସା ଦୁଇଟାଙ୍କ ମୂଲ୍ୟବାନ, କିନ୍ତୁ ଆମେ କେତେ କ'ଣ କରୁ, ପଇସା ଇନକମ୍ କରିବା ଚକ୍କରରେ ସମୟକୁ ଭୁଲିଯାଉ, ପରିବାରକୁ ସମୟ ଦେଉନା। ତ ଚାଲନ୍ତୁ ତାପରେ ଆଜି ଗୋଟେ ଗପ କହିବା। ଯଦି କିଛି ଗୋଟେ ଆସିଛି ଗପ ଟିକେ ଆପଣଙ୍କ ଆଗରେ ସେୟାର କରିବି ବୋଲି ଭାବିଲି। ଆମର ମହାନ ସମ୍ରାଟ ଥିଲେ ଆଲେକଜାଣ୍ଡାର, ଯିଏକି ଏତେ ସାରା ଦେଶ ଜିତିକି ସେ ତାଙ୍କ ଜୀବନରେ ବହୁ ଧନ ସମ୍ପତ୍ତି ପଇସା ଇନକମ୍ କଲେ। ଜାଣିଛନ୍ତି ସେ 32 ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ଆଉ 32 ବର୍ଷ ଯେତେବେଳେ ତାଙ୍କୁ ହେଇଥିଲା, ସେତେବେଳେ ରୋଗରେ ପୀଡ଼ିତ ହେଲେ। ସେ ରୋଗରେ ଯେତେବେଳେ ପୀଡ଼ିତ ହେବା ପୂର୍ବରୁ, ରୋଗ ଯେତେବେଳେ ପୀଡ଼ିତ ହେଲେ ଜାଣିଲେ କି ବହୁତ ପ୍ରକାର ଡକ୍ଟର ଆସିଲେ, ପଇସା ଅଛି, ସବୁ ପ୍ରକାର ବୈଦ୍ୟଙ୍କୁ ଡକେଇଲେ ସେତେବେଳେ, କିନ୍ତୁ କେହି ବି ବୈଦ୍ୟ ତାଙ୍କୁ ଭଲ କରିପାରିଲେନି। ସେ ସମସ୍ତଙ୍କୁ କହିଲେ, ମୋ ପଇସା ଧନ ସମ୍ପତ୍ତି ସବୁ ନେଇଯାଅ, ମୋତେ କିନ୍ତୁ ଭଲ କରିଦିଅ। ନା ଆଜ୍ଞା, କେହି ଭଲ କରିପାରିଲେନି। ସେ ଯେତେବେଳେ ଜାଣିପାରିଲେ ମୁଁ ଆଉ କିଛି ସମୟ ପରେ ମରିଯିବି, ସେ ସମସ୍ତଙ୍କୁ ଆଦେଶ ଦେଲେ କି ମୋର ଯେତେବେଳେ ମୋତେ କୋକେଇରେ ନେଇକି ଯିବ, ତ ମୋର ଦୁଇଟା ହାତ ବାହାରୁ ଖୋଲା ରଖିବ, କି ଲୋକ ଜାଣିପାରିବେ ମୋ ପାଖରେ ବହୁତ ପଇସା ଥିଲା, କିନ୍ତୁ ମୁଁ ଜନ୍ମ ହେଲା ବେଳେ ଯେମିତି ଖାଲି ହାତରେ ଆସିଥିଲି, ମଲାବେଳେ ବି ଖାଲି ହାତରେ ଗଲି। ଆଜ୍ଞା ଏଥିରୁ କ'ଣ ଜାଣିଲେ, ପଇସା ଥିଲେ କ'ଣ ସମୟକୁ କିଣି ହୁଏ? ସମୟକୁ କିଣି ହୁଏନି। ଏମିତି ତାଙ୍କ କଥାରୁ ମନେ ପଡ଼ିଲା, ଆଜ୍ଞା ଗୋଟେ ରଘୁନାଥ ବାବୁ ଥିଲେ। ରଘୁନାଥ ବାବୁ ଜୀବନ ସାରା ବହୁତ ପଇସା ଇନକମ୍ କଲେ, ଏଠି ଖଟ ସେଠି ଖଟ। ଦିନେ ତାଙ୍କର ଧର୍ମପତ୍ନୀ କହିଲେ, ଚାଲୁନ ଟିକେ ପିଲାଛୁଆଙ୍କୁ ନେଇକି ବୁଲିଯିବା। ସେ ସବୁବେଳେ ଯେମିତି ଅନ୍ୟବେଳେ ଆଡ଼ାନ୍ତି, ଏଡ଼େଇ ଦିଅନ୍ତି କଥାକୁ, ସେମିତି ବି ସେତେବେଳେ ଏଡ଼େଇ ଦେଲେ କି ନାଇଁ ମୋ ପାଖରେ ସମୟ ନାହିଁ, ତୁମେ ଗୋଟେ କାମ କର, ପଇସା ମୁଁ ଦେଇଦେଉଛି, ତୁମେ ନେଇ ପଳେଇ ଯାଅ, ଆଉ ତୁମେ ଖୁସି ରୁହ, ମାନେ ଯାହା ପାର୍ଟି ଏନ୍ଜୟ କରିବା କଥା, ଯାହା ଏନ୍ଜୟ କରିବା ଆସ। ତାଙ୍କ ଧର୍ମପତ୍ନୀଙ୍କର ମନ ଦୁଃଖ ହେଲା, ସିଏ ବି ଗଲେ ନାହିଁ। ଯେହେତୁ ତାଙ୍କ ସ୍ୱାମୀ ତାଙ୍କ ସାଙ୍ଗରେ ନାହାନ୍ତି, କିଛି ଗୋଟେ ଦରକାର ପଡ଼ିଲେ, କିଛି ଗୋଟେ ପଡ଼ିଲେ, ସବୁ ଜିନିଷ ପଇସାରେ ତ ଆଜ୍ଞା କିଣି ହୁଏନି, ତ ସେ ବି ଗଲେନି। ଏମିତି ପଇସା ଇନକମ୍ କରିବା ରଘୁନାଥ ବାବୁ ଏତେ ପାଗଳ ହେଇଥିଲେ କି ସେ ଖାଲି ପଇସା ହିଁ ଦିନ ସାରା ଭାବୁଥିଲେ। ଏମିତି କିଛି ବୟସ ଗଲା, ପରିଣତ ବୟସରେ ଯେତେବେଳେ ମୃତ୍ୟୁବରଣ କରିବାକୁ ଆସିଲେ, ସେ ଦେଖିଲେ ଯେ ଜୀବନ ସାରା ତାଙ୍କ ପିଲାଛୁଆ ପାଇଁ କିଛି ବି ସମୟ ଦେଇନାହାନ୍ତି, କି ତାଙ୍କର ବାପା ବୋଉ ଚାଲିଗଲେ, ସମସ୍ତେ ଦୁନିଆରୁ ଚାଲିଯାଇଛନ୍ତି, ସମ୍ପର୍କୀୟ ମାନେ ଚାଲିଯାଇଛନ୍ତି, କିଛି ବି ସମୟ ଦେଇନାହାନ୍ତି। ତ ସେଠୁ ସେ ଯମଙ୍କୁ ସ୍ମରଣ କଲେ କି ହେ ଠାକୁରେ, ମୋର ସବୁ ସମ୍ପତ୍ତି ନେଇଯାଅ, ଯେତେ ଯାହା ଚାହିଁବ, ଜମି ବାଡ଼ି ଯାହା ଚାହିଁବ ନେଇଯାଅ, କିନ୍ତୁ ମୋତେ ଆଉ କିଛି ସମୟ ଦିଅ, ଯେଉଁଟାକି ମୋ ପିଲାଛୁଆଙ୍କ ସହିତ ଏନ୍ଜୟ କରେ, ମୋର ଘର ପରିବାର କ'ଣ ଜାଣେ। ଉପରୁ କ'ଣ ନିର୍ଦ୍ଦେଶ ଆସିଲା ଆଜ୍ଞା ଜାଣିଛନ୍ତି? ଆପଣ ପଇସା ଥିଲେ ସମୟକୁ କିଣିପାରିବନି ବାବା, ତୁମେ ଯେତେବେଳେ ସମୟ ହେଲା ତୁମକୁ ଯିବାକୁ ପଡ଼ିବ। ସେଥିଲାଗି ଆଜ୍ଞା ସମୟ ଥାଉ ଥାଉ ପଇସା ବି ଇନକମ୍ କର, ଆଉ ପରିବାରକୁ ବି ସମୟ ଦିଅ, ସାଙ୍ଗସାଥି ଯିଏ ବି ଅଛନ୍ତି ତାଙ୍କୁ ସମୟ ଦିଅ। ଯାହାର ଯେଉଁ ବୟସରେ ଯେମିତି ଯାହା କରିବା କଥା ତାକୁ କରିବାକୁ ଚେଷ୍ଟା କରନ୍ତୁ, ନହେଲେ ସମୟ ସରିଗଲେ କିଛି ବି ହେବନି। ଆମର ଲାଇଫ୍ଟା ଆସିନି ମୋବାଇଲ, ଜାଣିଛନ୍ତି? ରିଚାର୍ଜ ଥାଉ ଯାହା ଥାଉ, ପଇସା ଥିଲେ ଆମେ ରିଚାର୍ଜ କିଣିପାରିବା, ରିଚାର୍ଜ କରିପାରିବା, କିନ୍ତୁ ବ୍ୟାଟେରୀରେ ଯେତେବେଳେ ଚାର୍ଜ ନଥିବ ଆମେ କିଛି କରିପାରିବାନି। ସେ ରୋଡ଼ ଉପରେ ଆଜ୍ଞା କେତେବେଳେ ବ୍ୟାଟେରୀ ଡିସଚାର୍ଜ ହେଇଯିବ, କ'ଣ ହେଇଯିବ ଆମେ ଜାଣିପାରିବାନି। ଆମ ଜୀବନଟା ବି ସେମିତି ଆଜ୍ଞା। ମୁଁ ଭାବୁଛି ଏଥିରୁ ଆପଣଙ୍କୁ ଆଲେକଜାଣ୍ଡାରଙ୍କ ଯେମିତି ଉଦାହରଣ ଦେଇଥିଲି, ସେମିତି ଆପଣ ତାଙ୍କ କାହାଣୀ ଜୀବନରୁ କିଛି ଶିଖିଥିବେ। ମୋର ଅନୁରୋଧ ରହିବ କି ପଇସା ବି ଇନକମ୍ କରନ୍ତୁ, ତା ସହିତ ସମସ୍ତଙ୍କୁ ସମୟ ଦେବା ଚେଷ୍ଟା କରନ୍ତୁ। ଧନ୍ୟବାଦ।